ବିଛା ରାଶି ପାଇଁ ରାହୁକେତୁ ଚଳନ ଏବଂ ଶୁଭ ଗ୍ରହ ଦେବଗୁରୁ ବୃହସ୍ପତିଙ୍କର ସ୍ଥିତି ଏହି ସମୟରେ ଠିକ୍ ରହିନଥିବାରୁ ଏହିସବୁ କ୍ଷେତ୍ରରେ ଅର୍ଥ ବିନିଯୋଗ କଲେ ତାହା ଆପଣଙ୍କୁ ସର୍ବସ୍ୱାନ୍ତ କରିପାରେ। ତେଣୁ ଜୁଆ, ଲଟେରୀ କିମ୍ବା ଫଟକା ମାର୍କେଟରେ ଟଙ୍କା ଲଗାଣରୁ ବିରତ ରୁହନ୍ତୁ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ରାହୁ ମହାଗ୍ରହ ଏବଂ କେତୁ ମହାଗ୍ରହଙ୍କର ରାଶି ପରିବର୍ତ୍ତନ ଏବଂ ବିଛା ରାଶି ଉପରେ ଏହାର ପ୍ରଭାବ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ ଓ କେତୁ ଗ୍ରହ ଜଗତର ଦୁଇ ଛାୟା ଗ୍ରହ। ଦ୍ୱାଦଶ ରାଶିଚକ୍ରର ଗୋଟିଏ ରାଶିରେ ଉଭୟ ରାହୁ ଓ କେତୁ ପ୍ରାୟ 1.5 ବର୍ଷ ପର୍ଯ୍ୟନ୍ତ ଅବସ୍ଥାନ କରିଥାନ୍ତି। ଚଳିତ 2025 ମସିହା ମଇ ମାସ 18 ତାରିଖ ରବିବାର ଦିନ ରାହୁ ମୀନ ରାଶିରୁ କୁମ୍ଭ ରାଶିରେ ପ୍ରବେଶ କରିଛନ୍ତି ଏବଂ କେତୁ କନ୍ୟା ରାଶିରୁ ସିଂହ ରାଶିରେ ପ୍ରବେଶ କରିଛନ୍ତି। ରାହୁ ଓ କେତୁ ମହାଗ୍ରହଙ୍କର ରାଶି ପରିବର୍ତ୍ତନ ସମଗ୍ର ଦ୍ୱାଦଶ ରାଶିଚକ୍ରକୁ ଗଭୀର ଭାବେ ପ୍ରଭାବିତ କରିଥାଏ। ସେହି କ୍ରମରେ ଆଜି ଜାଣିବା ରାହୁ ଓ କେତୁ ମହାଗ୍ରହଙ୍କର ଚଳନରେ ରାଶିଚକ୍ରର ଅଷ୍ଟମ ରାଶି ମଙ୍ଗଳ ମହାଗ୍ରହଙ୍କର ରାଶି ବିଛା ରାଶି ଉପରେ କ'ଣ ସବୁ ପ୍ରଭାବ ପଡ଼ିବାକୁ ଅଛି ଏବଂ ବିଛା ରାଶି ଜାତ ବ୍ୟକ୍ତିବିଶେଷ କ'ଣ ସବୁ ଫଳ ପାଇବାର ସମ୍ଭାବନା ରହୁଅଛି। ରାହୁ ବିଛା ରାଶିର ଚତୁର୍ଥ ଭାବ କୁମ୍ଭ ରାଶିରେ ଏବଂ ସମାନ୍ତରାଳ ଭାବେ କେତୁ ବିଛା ରାଶିର ଦଶମ ଭାବ ସିଂହ ରାଶିରେ ଆସନ୍ତା 1.5 ବର୍ଷ ପର୍ଯ୍ୟନ୍ତ ଅବସ୍ଥାନ କରିବେ। ବିଛା ରାଶିର ଚତୁର୍ଥ ଭାବ କୁମ୍ଭ ରାଶିରେ ରାହୁ ମହାଗ୍ରହଙ୍କର ଅବସ୍ଥିତି ସେତେଟା ଶୁଭ ଫଳ ପ୍ରଦାନ କରିବ ନାହିଁ। ବିଛା ରାଶି ପାଇଁ ଚତୁର୍ଥ ଭାବ ସୁଖ ସ୍ଥାନ ହୋଇଥିବାରୁ ଏହି 1.5 ବର୍ଷ ସମୟ ବିଛା ରାଶି ପାଇଁ ସୁଖରେ ବ୍ୟାଘାତ ବା ବିଘ୍ନ ଘଟିବ। ମାତାଙ୍କ ସ୍ୱାସ୍ଥ୍ୟ ଚିନ୍ତାଜନକ ହୋଇପାରେ। ମାତୃପୀଡ଼ା ସହିତ ପିତୃଦୋଷ ମଧ୍ୟ ଲାଗି ରହିବ। ବନ୍ଧୁବାନ୍ଧବମାନଙ୍କ ସହିତ ମନ ଅମେଳ ରହିବାର ସମସ୍ତ ସମ୍ଭାବନା ଦେଖାଯାଉଛି। ଏପରିକି ଗୃହରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବା ବିନା କାରଣରେ ଅହେତୁକ ବିଳମ୍ବ ଘଟିବ। ହୁଏତ ହେବାକୁ ଥିବା ମାଙ୍ଗଳିକ କାର୍ଯ୍ୟ ସ୍ଥଗିତ ରହିବାର ମଧ୍ୟ ସମ୍ଭାବନା ଦେଖାଯାଇପାରେ। ଠିକ୍ ସମୟରେ ବନ୍ଧୁବାନ୍ଧବ କରଛଡ଼ା ଦେଇପାରନ୍ତି। ଗୃହ ନିର୍ମାଣ ପାଇଁ ମନ ବଳାଇଲେ ମଧ୍ୟ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଘଟିବ। ଗୃହ ନିର୍ମାଣ କାର୍ଯ୍ୟ ବାରମ୍ବାର ସ୍ଥଗିତ ରଖିବାକୁ ପଡ଼ିପାରେ। ଋଣ କରି ନୂତନ ଯାନବାହନ କିଣିପାରନ୍ତି। କିନ୍ତୁ ଏହି ସମୟରେ ଯାତ୍ରାରେ ଦୁର୍ଘଟଣା ମଧ୍ୟ ଘଟିବାର ସମ୍ଭାବନା ରହିଛି। ବିଛା ରାଶି ଜାତ ବ୍ୟକ୍ତି ଏହି ସମୟରେ ପଶ୍ଚିମ ଦିଗକୁ ଯାତ୍ରା କରିବାର ବହୁତ ସମ୍ଭାବନା, ବିଶେଷତଃ ଆମେରିକା ଯିବାର ମଧ୍ୟ ସମ୍ଭାବନା ରହିଛି। ଅଧ୍ୟୟନରତ ଛାତ୍ରଛାତ୍ରୀ ପରିଶ୍ରମ ତୁଳନାରେ ଫଳ ଠିକ୍ ପାଇପାରିବେ ନାହିଁ। ପାଠପଢ଼ାରେ ଅଳସୁଆମୀ ପ୍ରଦର୍ଶନ କରିବେ। ଲଭ୍ ଲାଇଫ୍ରେ ଥିବା ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଠିକ୍ ରହିବ ନାହିଁ। ଚତୁର୍ଥ ଭାବସ୍ଥ ରାହୁ ପ୍ରେମୀ ଯୁଗଳଙ୍କର ପାରସ୍ପରିକ ସମ୍ପର୍କକୁ ବିଗାଡ଼ି ଦେଇ ବ୍ରେକଅପ୍ କରିଦେବାର ସମ୍ଭାବନା ମଧ୍ୟ ଅଛି। ରାହୁ ମହାଗ୍ରହଙ୍କର ପଞ୍ଚମ ଦୃଷ୍ଟି ବିଛା ରାଶିର ଅଷ୍ଟମ ସ୍ଥାନ ଉପରେ ରହୁଥିବାରୁ ବିଛା ରାଶି ଜାତ ବ୍ୟକ୍ତି
ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗ କରିପାରନ୍ତି। ସମୟ ସମୟରେ ଗମ୍ଭୀର ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହିପାରେ। ବିଛା ରାଶିର ଦଶମ ଭାବ ସିଂହ ରାଶିରେ ଅବସ୍ଥିତ କେତୁ ଏବଂ ରାହୁଙ୍କର ସପ୍ତମ ଦୃଷ୍ଟି ସିଂହ ରାଶି ଉପରେ ରହୁଥିବାରୁ କର୍ମକ୍ଷେତ୍ରରେ ସମସ୍ତଙ୍କୁ ଆଡ଼ାଇ ସଫଳତା ପାଇଲେ ମଧ୍ୟ ବହୁତ ସମୟରେ କର୍ମକ୍ଷେତ୍ରରେ ବିଭ୍ରାଟ ସୃଷ୍ଟି ହେବ। ସରକାରୀ ଚାକିରି କରୁଥିଲେ ପ୍ରମୋସନ୍ ପାଇବେ ସତ, କିନ୍ତୁ ଅନିଚ୍ଛାକୃତ ବଦଳିର ମଧ୍ୟ ସମ୍ଭାବନା ଅଛି। ଆର୍ଥିକ କାରବାର ସମୟରେ ସାବଧାନତା ଅବଲମ୍ବନ କରିବା ଜରୁରୀ, ନଚେତ୍ ବଦନାମ ହେବାର ମଧ୍ୟ ଭୟ ଅଛି। ବିଛା ରାଶିର ଦ୍ୱାଦଶ ଭାବ ତୁଳା ରାଶି ଉପରେ ରାହୁଙ୍କର ନବମ ଦୃଷ୍ଟି ବିଛା ରାଶି ଜାତ ବ୍ୟକ୍ତିଙ୍କୁ ଜୁଆ ଖେଳିବା ପାଇଁ ପ୍ରୋତ୍ସାହିତ କରିପାରେ। ନିୟମିତ ଭାବରେ ଅନଲାଇନ୍ ଟ୍ରେଡିଂରେ ଅର୍ଥ ବିନିଯୋଗ କରିପାରନ୍ତି। ସେୟାର ମାର୍କେଟ ବା ସଟ୍ଟା ଜଗତରେ ଟଙ୍କା ଲଗାଣ ପାଇଁ ରାହୁ ପ୍ରଲୋଭନ ଦେଖାଇବ, କିନ୍ତୁ ବୁଦ୍ଧିମାନର କାମ ହେବ ବୁଝି ବିଚାରି ଏସବୁ କଥା କରିବା, ନଚେତ୍ ନିଜକୁ ଏଥିରୁ ଦୂରେଇ ରଖିବା। କାରଣ ବିଛା ରାଶି ପାଇଁ ରାହୁ କେତୁ ଚଳନ ଏବଂ ଶୁଭଗ୍ରହ ଦେବଗୁରୁ ବୃହସ୍ପତିଙ୍କର ସ୍ଥିତି ଏହି ସମୟରେ ଠିକ୍ ରହିନଥିବାରୁ ଏହିସବୁ କ୍ଷେତ୍ରରେ ଅର୍ଥ ବିନିଯୋଗ କଲେ ଆପଣ ସରସ୍ୱାନ୍ତ ହୋଇପାରନ୍ତି। ତେଣୁ ଜୁଆ, ଲଟେରୀ କିମ୍ବା ଫଟକା ମାର୍କେଟରେ ଟଙ୍କା ଲଗାଣରୁ ବିରତ ରୁହନ୍ତୁ। ଏ ତ ଗଲା ବିଛା ରାଶି ପାଇଁ ରାହୁ ଓ କେତୁ ଚଳନର ଦୀର୍ଘ 1.5 ବର୍ଷର ଫଳାଫଳ। ରାହୁ ଓ କେତୁ ଚଳନରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ବିଛା ରାଶି ଜାତ ବ୍ୟକ୍ତି ବିଶେଷ ମା ଦୁର୍ଗାଙ୍କର ଶରଣାପନ୍ନ ହୁଅନ୍ତୁ। ମା ଦୁର୍ଗା ଦେବୀଙ୍କର ଯଥାବିଧି ପୂଜାର୍ଚ୍ଚନା କରନ୍ତୁ। ମହାବୀର ହନୁମାନଙ୍କର ପୂଜାର୍ଚ୍ଚନା ଓ ହନୁମାନ ଚାଳିସା ପଠନରେ ବିଛା ରାଶି ଜାତ ବ୍ୟକ୍ତିଙ୍କର ସମସ୍ତ ଦୋଷ ନାଶ ହୋଇଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।